ପ୍ରେତ ଘଟ ବିଧି ବୁଝାଇ ନ କହ ମୋତେ ନ ଜାଣେ ମୁଁ ତାହା କେନେ କରିବି ସାକ୍ଷାତ ଜାଣିଥିଲେ ମୋର ଆଗେ କପଟ ନ କରି କହିଲେ କରିବନି ସେ ବ୍ରାହ୍ମଣ ହକାରୀ ଶୁଣ ନରପତି ତେବେ ତହାରି ବିଧାନ ସେ ଘଟ ଗୋଟିକେ ହେବ ଧାତୁର ନିର୍ମାଣ ସୁଧ ସୁବର୍ଣ୍ଣ ବାରୁକ୍ୟ ତାମ୍ର ବାଦି ତଳେ କିମ୍ବା ପଞ୍ଚ ଅଷ୍ଟ ଧାତୁ ଯାହା ୟାକୁ ମିଳେ ସେ ଘଟରେ ଦଗ୍ଧ ଦଧି ଘୃତ ମଧୁ ଦେଇ ଶର୍କରା ନିକ୍ଷେପି ପଞ୍ଚାମୃତ ଯତ୍ନେ ବ୍ରୀହି ସୁତପତ୍ର ଗୁବାକ ବା ଶ୍ରୀଫଳକୁ ଦେବ ପଞ୍ଚନବ ବା ଷୋଡ଼ଶ ମୂର୍ତ୍ତି ଯେ ଲେଖିବ ଅବା ମାନସିକ ପୂଜା କରିବ ତହିଁରେ ଚନ୍ଦର ସିନ୍ଦୁର ଦୁର୍ବା ପୁଷ୍ପ କ୍ଷତରେ ଉତରେ ବସାଇ ବିପ୍ର ପୂର୍ବେମୁଖ କରି ସଂକଳ୍ପ କରିଣ ଦାନ ଦେବ ଦଣ୍ଡ ଧାରି ଦାନ ବୋଲେ ମନ ମଧ୍ୟ ନ କରି କଳ୍ପନା ସ୍ୱଚ୍ଛ ମନେ ବ୍ରାହ୍ମଣଙ୍କୁ ସମର୍ପିବ ସିନା ଯେତେ ଦାନର ବିଧାନ ଅଛଇ ଶାସ୍ତ୍ରରେ ସମାନ ନୁହଇ କେହି ଘଟ ସହିତରେ ଏତେ ପାପ କରିଥାଏ ପ୍ରେତ ଯାଏ ନାଶ ପ୍ରେତର ପ୍ରେତତ୍ୱ ହୁଏ ଏହି ଦାନେ ଧ୍ୱଂସ ଗତି ମୁକ୍ତି ଲଭି ବୈକୁଣ୍ଠରେ ବସଇ ଋଷିମାନେ ଶାସ୍ତ୍ରଦିରେ ଏହା ଛନ୍ତି କହି ଶୁଣିଲ ତ ନରପତି ମୋହର ବଚନ ପ୍ରେତ ଘଟ ଦାନରଟି ଯେପରି ବିଧାନ ଯଦି ଦୟା ମୋ ଠାରେ ଚିତ୍ତରେ ହୁଅଇ ଉଦ୍ଧାର କର ହେ ଦୁଃଖ ପିଣ୍ଡ ଦାନ ଦେଇ ନାସିବ ମୋହର ଦୁଃଖ ହେବ ତବ କୀର୍ତ୍ତି ଅନ୍ତିମ ବୈକୁଣ୍ଠ ତୁମେ ବସିବ ତଡ଼ତି ଶୁଣ ଆହେ